ଯତ୍ରାଶ୍ରୀ ବିଶ୍ୱ ଦରବାରର ଆଜି ତାର ପ୍ରଥମ ରଜନୀ। ଆଜି ହେଉଛି ସେପ୍ଟେମ୍ବର ମାସ 24 ତାରିଖ 2025 ମସିହା ବୁଧବାର। ଆଜିର ମଞ୍ଚସ୍ଥ ନାଟକ କହିବାକୁ ଲାଜ ଶୁଣିଲେ ପାପ। ସ୍ଥାନ ଖଣ୍ଡାଧାର ସୁଆରପଲ୍ଲୀ ବଣେଇ ସୁନ୍ଦରଗଡ଼। ଅପେରା ଅଶୋକ ସମ୍ରାଟର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ସବୁ ପାପର ପ୍ରାୟଶ୍ଚିତ ନାହିଁ। ସ୍ଥାନ ରାମଚଣ୍ଡୀ ଯାତ୍ରା ପଡ଼ିଆ କୁଶଳା ଅନୁଗୋଳ। ଯତ୍ର ନାଟ୍ୟ ମଣ୍ଡପର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ବାରଗାଲ। ସ୍ଥାନ କପୁଣ୍ଡି କେନ୍ଦୁଝର। ଯତ୍ର ଧଉଳି ଗଣନାଟ୍ୟର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ସାଇଲେଣ୍ଟ କିଲର। ସ୍ଥାନ ହେମଗିରି ସୁନ୍ଦରଗଡ଼। ନାଟ୍ୟ ସମ୍ରାଟ ପୃଥ୍ୱୀରାଜର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଗୁମୁରି କାନ୍ଦୁଛି ଫୁଲ ସବାରି। ସ୍ଥାନ ଲୁହାମୁଣ୍ଡା ଅନୁଗୋଳ। ଯତ୍ର ରାଜନନ୍ଦିନୀର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ରାବଣ। ସ୍ଥାନ ଖେଲୁଆ ଚଇପାଳ ତାଲଚେର ଅନୁଗୋଳ। ଯତ୍ର ରଙ୍ଗମହଲର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଆସିଛି ଏକା ଯିବି ମୁଁ ଏକା। ସ୍ଥାନ ଶାଳବଣୀ ମୁଚିଣ୍ଡା କେନ୍ଦୁଝର। ଯତ୍ର ରାଜଧାନୀ ଅପେରାର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଏକା ଏକା ସେ ଏକଲବ୍ୟ। ସ୍ଥାନ ବାରିପଦା ଗନ୍ଧିଆ ଢେଙ୍କାନାଳ। ଯତ୍ର ଓଙ୍କାରର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ବଞ୍ଚିବାକୁ ଭୟ ଲାଗୁଛି। ସ୍ଥାନ ସହଲା ଡୁଙ୍ଗୁରିପାଲି ସୋନପୁର। ଅପେରା ସୂର୍ଯ୍ୟ ମନ୍ଦିରର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ନଖିନାନୀ ପୁଅ ଭଗିଆ। ସ୍ଥାନ ଭରସୁଜା ଆଗଲପୁର ବଲାଙ୍ଗୀର। ଅପେରା ଶ୍ରୀମନ୍ଦିରର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ କହଇ ଦାସ ଜଗନ୍ନାଥ। ସ୍ଥାନ ପାଗା କଲେଜ ପଡ଼ିଆ ସାଲେପୁର କଟକ। ଯତ୍ର ପାର୍ବତୀ ଗଣନାଟ୍ୟର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ତଲାଗି ବଡ଼ଦାଣ୍ଡ ମନା। ସ୍ଥାନ ବାଂଶପାଳ କେନ୍ଦୁଝର। ଯତ୍ର ସମ୍ରାଟ ତୁଳସୀ ଗଣନାଟ୍ୟର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଏଇ ବୋଧେ ଶେଷ ଦେଖା। ସ୍ଥାନ ସେକ୍ଟର 8 ରାଉରକେଲା। ଯତ୍ର ମହାରଥୀ କଳିଙ୍ଗ ଗଣନାଟ୍ୟର ଆଜି ତାର ଦ୍ୱିତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ କାଳରାତ୍ରି। ସ୍ଥାନ ଜଗନ୍ନାଥ ବଳବ ପଡ଼ିଆ ମାଳତୀପାଟପୁର ପୁରୀ। ଯତ୍ର ମୌଡ଼ମଣି ଶିବାନୀ ଗଣନାଟ୍ୟର ଆଜି ତାର ଚତୁର୍ଥ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଏମନ କାଶୀ ବୃନ୍ଦାବନ। ସ୍ଥାନ କରଲଗା ନଟରାଜ କ୍ଲବ ଦେବଗଡ଼। ଯତ୍ର ଯାଜ୍ଞସିନୀର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଗାନ୍ଧୀ କଣ ଭୁଲ ହୋଇଗଲା କି। ସ୍ଥାନ ପଥରପଦା ପାଣିକୋଇଲି ଯାଜପୁର। ଯତ୍ର ଇନ୍ଦ୍ରଭୁବନର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଚିଠି ବାସୁଛି ତୁଳସୀ ତୁଳସୀ। ସ୍ଥାନ ସାପଘରା ବଇଣ୍ଡା ଅନୁଗୋଳ। ଯତ୍ରରାଣୀ ସିଂହବାହିନୀର ଆଜି ତାର ତୃତୀୟ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଯାଯାବର। ସ୍ଥାନ ଦହିସଡ଼ା ସୁର ବାଲେଶ୍ୱର। ଯତ୍ର ସ୍ୱପ୍ନମହଲର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ତ ଆଖିରେ ଲୁହ ଭଲ ଲାଗୁନି। ସ୍ଥାନ କନକପୁର ସାହାଜପାଲ ବୌଦ୍ଧ। ଯତ୍ରବର୍ଷା କୋଣାର୍କ ଗଣନାଟ୍ୟର ଆଜି ତାର ପଞ୍ଚମ ରଜନୀ। ଆଜିର ମଞ୍ଚସ୍ଥ ନାଟକ ତୋ ବୋଧେ ମୋ ଭାଗ୍ୟରେ ନାହୁଁ। ସ୍ଥାନ କରଞ୍ଜିଆ ମୟୂରଭଞ୍ଜ। ଯତ୍ର ସ୍ୱର୍ଣ୍ଣମହଲର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଗରିବର ଦୁଃଖ ଦେଖିଛି କିଏ। ସ୍ଥାନ ଉଡ଼ଙ୍ଗା ମହୋତ୍ସବ ପଡ଼ିଆ ନୟାଗଡ଼। ଅପେରା ରାଜ ଦରବାରର ଆଜି ତାର ଚତୁର୍ଥ ରଜନୀ। ଆଜିର ମଞ୍ଚସ୍ଥ ନାଟକ କେତେ କନ୍ଦେଇବୁ କଳା ସାଆନ୍ତ। ସ୍ଥାନ ଗାନ୍ଧୀ ଛକ ଝାରସୁଗୁଡ଼ା। ଯତ୍ର ଗ୍ରାଣ୍ଡ ମହଲର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ସ୍ୱାମୀ ସିନ୍ଦୁରକୁ ଭରସା ନାହିଁ। ସ୍ଥାନ ମୃଦଙ୍ଗା ମହୁଲପାଳ ଭୁବନ ଢେଙ୍କାନାଳ। ଯତ୍ର ଦୁର୍ଗା ମନ୍ଦିରର ଆଜି ତାର ଶେଷ ରଜନୀ। ଆଜିର ମଞ୍ଚସ୍ଥ ନାଟକ ଛାତି ଭିତରେ ମୋ ସାଥୀର କଥା। ସ୍ଥାନ ରେଙ୍ଗାଲି ମନ୍ଦିର ପଡ଼ିଆ ଅନୁଗୋଳ। ଯତ୍ର ତାରିଣୀ ଗଣନାଟ୍ୟର ଆଜି ତାର ପ୍ରଥମ ରଜନୀ। ଆଜିର ମଞ୍ଚସ୍ଥ ନାଟକ କେମିତି ବୁଝିବ ଅବୁଝା ମନ। ସ୍ଥାନ ଘାଗରବେଢ଼ା ଚମ୍ପୁଆ ମୟୂରଭଞ୍ଜ।
दर्शक बंधु विशेष घोषणा जेकोसी कारण नाटक परिवर्तन हो पारे एवं नाटक बंद रही पारे जदि नाटक परिवर्तन हुए आमे खूब शीघ्र कमेंट बॉक्स रे जणाइदेबु। दर्शक बंधु आपण मानक एक रिक्वेस्ट ए पर्यंत जदि आम चैनल को सब्सक्राइब करिनांती सब्सक्राइब करी रखंतु पाखर थिया बेल आइकन को ऑन करी रखंतु सर्वप्रथमे एमिति यात्रार अपडेट पाइबा पई एवं फेसबुक पेज रे देखुचंती पेज को फॉलो करी रखंतु।